ସେ ପିଇବା ପାଣିଟା ସେଇ ନାଳରୁ ଆଣିକିନା ପିଉଛି ଆଉ। ନାଳ ପାଣି ପିଉଛ? ନାଳ ପାଣି। ହାତୀ ଫାତୀ ଯୋଉ ଆସୁଛନ୍ତି ଅନ୍ଧାରରେ ଯାହା ପାଟି ତୁଣ୍ଡରେ ନେଇ ଖେଦୁଛୁ। ନା ଏଠି ବିଜୁଳି ଅଛି, ନା ରାସ୍ତା ଅଛି, ନା ତାଙ୍କର ପିଇବା ପାଇଁ ପାଣିର ବ୍ୟବସ୍ଥା ଅଛି। ଆଉ ବର୍ତ୍ତମାନ ଆମେ ବୁଢ଼ା ବୁଢ଼ୀ ବାହାରିଛୁ ଗୋଟେ ଜାଗାକୁ ଯୋଉଠିକି ଚାଲିବା ପାଇଁ ରାସ୍ତା ଅଛି, ନା ପିଇବା ପାଇଁ ପାଣି ଅଛି, ନା ନଳକୂଅ ଅଛି, ନା ଟାଙ୍କି ଅଛି, ନା ବିଜୁଳିର କିଛି ବ୍ୟବସ୍ଥା ଅଛି। ଏମିତି ଗୋଟେ ଜାଗାକୁ ବର୍ତ୍ତମାନ ଆମେ ଯାଉଛୁ। ତ ସାଙ୍ଗମାନେ ଦେଖିପାରୁଥିବେ କେମିତିଆ ରାସ୍ତା। ଆମ୍ବୁଲାନ୍ସ କଥା ଛାଡ଼ନ୍ତୁ, ଗୋଟେ ବାଇକ୍ ଯିବା ପାଇଁ ବି ବହୁତ କଷ୍ଟରେ ଯାଉଛି। ବର୍ଷା ଦିନରେ ଏଗୁଡ଼ାକରେ ଗାଡ଼ି ତ ଦୂରର କଥା, ଖାଲି ପାଦରେ ବି ଯିବାଟା ବହୁତ ମୁସ୍କିଲ। ଆଉ ସବୁଠୁ ବଡ କଥା ହେଲା ହଉଛି ଏପଟେ ଗାଁ ବି ଅଛି ଆଉ ସ୍କୁଲ ବି ଅଛି। ଛୋଟ ଛୁଆ ମାନେ ତାହେଲେ କେମିତି ସ୍କୁଲ କୁ ଆସିବେ ବର୍ଷା ଦିନ? ଅଙ୍ଗନବାଡ଼ି ଆଉ ସ୍କୁଲ ଦୁଇଟା ଯାକ ଏଇପଟେ ଅଛି। ଯୁଆଡେ ରାସ୍ତା ନାହିଁ ସେଇପଟେ ସ୍କୁଲ ଆଉ ଅଙ୍ଗନବାଡ଼ି। ହାପା 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 ଛୁଆ ଗୁଡ଼ା ଆମକୁ ଦେଖିକି ଡରୁଛନ୍ତି। ତ ଏଇ ବଢ଼ିଆ ଏଠିକାର ଲୁକ୍ ଅଛି ଘର ଗୁଡ଼ା, ସବୁ ଟିକେ ଟିକେ ସବୁ ଘର ଅଛି ଆଉ। ତ ସେଇପଟକୁ ଆହୁରି ଘର ଅଛି, ହେଲେ ରାସ୍ତା ନାହିଁ। ହେଲେ ରାସ୍ତା ନାହିଁ ଆଉ। ଦେଖୁଛନ୍ତି ତ ଜଙ୍ଗଲଟା ପୁରା ଲାଗିକିରି ଘର ଗୁଡ଼ା ଅଛି। କିନ୍ତୁ ଗୋଟେ କଥା ମାନିବାକୁ ପଡ଼ିବ, ଆଦିବାସୀ ଭାରି ସାହସ କୁହନ୍ତିନି କି, ଏଇଠି ତାର ଉଦାହରଣ ପୁରା ଆପଣମାନେ ଦେଖିବାକୁ ପାଇବେ। ମାଟି ଛାଟିରେ ସବୁ ଘର ବନା ହେଇଛି, ଦେଖିପାରୁଥିବେ। ହାତୀମାନଙ୍କ ବାଘମାନଙ୍କ ସହିତ ବି ଲୋକମାନେ ଯୁଦ୍ଧ କରିବା ପାଇଁ, ଲଢ଼େଇ କରିବା ପାଇଁ ସାହସ ତାଙ୍କ ପାଖରେ ଅଛି, ଯୋଉଟାକି କହନ୍ତି। ତ ଆପଣମାନେ ଯଦି ରିଏଲି ଏଇ ଜାଗାରେ ଆସିକି ଦେଖିବେ ନା, କେମିତି ଲାଗିବ ଶାନ୍ତିପୂର୍ଣ୍ଣ ଗାଁଟା, କିନ୍ତୁ ରହିବା ପାଇଁ କଷ୍ଟ ଲାଗିବ। କାରଣ ସବୁଥିରେ ଅସୁବିଧା। ଏମିତି ଜାଗାରେ ରହୁଥିବା ଲୋକମାନେ ହିଁ ଜାଣିଛନ୍ତି କେତେ ଅସୁବିଧାରେ ଲୋକ ରହୁଛନ୍ତି। ନା ଏଠି ବିଜୁଳି ଅଛି, ନା ରାସ୍ତା ଅଛି, ନା ତାଙ୍କର ପିଇବା ପାଇଁ ପାଣିର ବ୍ୟବସ୍ଥା ଅଛି। ତଥାପି ଲୋକମାନେ ଚଳିକି ଅଛନ୍ତି। ଏଇ ଦେଖୁଛନ୍ତି ଛୋଟ ଛୋଟ ଛୁଆ ସବୁ ଅଛନ୍ତି ଏଠି, କେତେ ମଜାରେ ଅଛନ୍ତି, କେତେ ଖୁସି। महेश पढ़ाओ तना पिन चिके स्कूल कम से तना स्कूल बनवा थानिंग या ए छुआंकर कहवा अनुसार आम स्कूल जाऊनु, स्कूल बहुत दूर रे, जो से स्कूल जाई पारु नांती। हमनको गोटे भल जिनस देखाऊँगी, जो थे कि आम आदिवासी लोक मैंने जिते सब अस्त्र शस्त्र अच्छी धार करती। पूर्वर लोक मैंने कौन करुले, पथर घषिकी धार करुले, किंतु वर्तमान गोटे जिनस बनई जो थे कि सब धार करते। दाउली ठारू, कटरी ठारू, बुढ़िया ठारू आदिवासी मान अस्त्र शस्त्र सबू। यहाँ देखु, यहाँ साइकेल चक्र बनाई आठी एमती बागरे बनाई। ये गोटे फैन लगी, ये जिते सब ये अंगार दिखाई, अंगार देकर ताप करा जोटा कहते गरम करती। गरम कर सारापर ये देखिए छोटे छोटे पत्थर, ये गोटे बड़ पत्थर देखुं, से पत्थर उपरे रखिकी जिनस गुड़ा सब बागा जाए। यही एठिकार चित्र आपण मैंने देखिले। आहरी गोटे जिनस देखा जोटा कि पीवा पानी कौटू पीउंट। ये देखो नाड़, नाड़े पानी पूरा जाऊँगी बर्तमान भी मुझे सतरे विश्वास करि पारुनी। एटा देख केते प्यारा लगुच देखापी, केते सुंदर लगुच। एटा गोटे छोटिया कूओ छुआ ये आपण मैंने देखिपे उपरे भितर बेंग थिला, बेंग पशिगला, बेंग अच्छा आहरी केते कौन थे भितर। ये चुआ पानी को पीउंट, बर्तमान समय भी लोक मैंने चुआ पानी पीउंट। एटा कौन पे रखा तुम जानिच ना? छानी करके पानी नौ पानी टाको छानी करा जाउची। एई छानी साहाय्य पानी काढुचंती, बाल्टी रखिचंती, ये छानी करुचंती, तापर नहीं जाउचंती। भाई जनक पाखरे मु पहुँचली, तो भाई को पचारि बुझा एक्चुअली सतरे से माने केते हैरान रे अछंती। एठी नलकूप भी नहीं, किसी नहीं, कूओ भी नहीं,
ପାଣି ଖାଇବା ପାଣି ପାଇଁ ବହୁତ ଅସୁବିଧାରେ ଅଛୁ। ତାପରେ ଆଲୁ ହାତୀପାତି ଯୋଉ ଆସୁଛନ୍ତି ଅନ୍ଧାରରେ ଯାହା ପାଟିତୁଣ୍ଡରେ ନେଇ ଖାଇଦଉଛୁ। ଇଆଡେ ବଡ ଘର କରିଲା ବେଳକୁ ବି କାଠ ଯୋଗାଡ଼ କଲା ବେଳକୁ ଫରେଷ୍ଟ ବାଲା ଧରୁଛି। ଧରୁଛନ୍ତି। ଏଠିକାର ଲୋକଙ୍କର ଜୀବିକା ନିର୍ବାହ ବହୁତ କଷ୍ଟ ସତରେ, କାରଣ ଏଠି ତ କିଛି ତ ସୁବିଧା ନାହିଁ। ଫାଷ୍ଟ ସେକେଣ୍ଡରେ ହେଉଛି ସେମାନେ କାମ କରିକି ମୂଲ କରିକି ଚଳୁଛନ୍ତି। ଏଠି ଯେଉଁ ଦେଖୁଛନ୍ତି ଏଗୁଡ଼ା ଜିନିଷ ସବୁ ଇଏ ହେଉଛି ଖଲି, ଏଇଟା ଶାଳୁଆ ପତ୍ରରେ ବନା ହେଇଛି। ଆଉ ଏଇ ଖଲି ଏଇଟା କଞ୍ଚାରେ ବନା ହେଇଛି। କଞ୍ଚା ଶୁଖା ହେବ, ଶୁଖା ହେଲା ପରେ ତାକୁ ପୁଣି ଗଣତି କରାହେବ, ତାପରେ ତାକୁ ଜଙ୍କେଇ ଦିଆହେବ, ତାପରେ ଗୋଟେ ଗୋଟେ ବଣ୍ଡଲ ବନାହେବ, ଯେଉଁଟା ଆପଣମାନଙ୍କୁ ବର୍ତ୍ତମାନ ମୁଁ ଦେଖେଇବି। ଗୋଟେ ବଣ୍ଡଲ କରାହେଇକି ରଖା ହେଇଛି। ଏଇ ଦେଖନ୍ତୁ ଗୋଟେ ଗୋଟେ କରି ବଣ୍ଡଲ ରଖା ହେଇଛି। এইଭଳି ଗୋଟେ ଗୋଟେ ବଣ୍ଡଲ ହେଲେ এইଟାର ଦାମ ଏଠୁ ଏଠି ଯାଏ ତାର ଦାମ ହେଉଛି 400 ଟଙ୍କା। ତାହେଲେ ଆପଣମାନେ ଚିନ୍ତା କରନ୍ତୁ, 400 ଟଙ୍କା ଜଣେ କମେଇବା ପାଇଁ ହେଲେ 7 ଦିନ କାମ କଲା ପରେ ଯାଇ 400 ଟଙ୍କା କମେଇ ପାରିବ। ତ ଆପଣମାନେ ନିଶ୍ଚିନ୍ତ ଭାବିପାରୁଥିବେ ଆଦିବାସୀ ଲୋକଙ୍କର ଜୀବନରେ କେତେ କଷ୍ଟ କରତେ ପଡ଼େ, ତେବେ ଯାଇ ତାଙ୍କ ପରିବାରକୁ ପୋଷଣ କରିପାରୁଥିବେ। ଘରର ଅବସ୍ଥା ଦେଖନ୍ତୁ, ନା ଉପରେ ଛପର ଅଛି ନା କବାଟ ଅଛି। ଆପଣମାନେ ଏଇ ଘରେ ରହିପାରିବେ ତ? ଏଠି ତାହେଲେ ବର୍ଷା ଦିନରେ ତାଙ୍କର ଅବସ୍ଥା କେମିତି ଥିବ ଦେଖନ୍ତୁ। ତିର୍ପଲ ଗୋଟେ ଢଙ୍କା ହେଇଛି, କବାଟ ନାହିଁ। ପିଇବା ପାଣି କେମିତି କୋଉଠୁ ଆଣିକି ପିଉଛ? ପିଓଟା ସେ ପିଇବା ପାଣିଟା ସେଇ ନାଳରୁ ଆଣିକିନା ପିଉଛି ଆଉ। ନାଳ ପାଣି ପିଉଛ? ନାଳ ପାଣି। ଆଉ ଏଠି ଏଠି ଟିଓଲ ବି ନାହିଁ, କିଛି ନାହିଁ। ଯାହା ହେଲେ ବି ଆମର ଗୋଟେ ଟିକେ ଆମର ଯାହା ହେଲେ ବି ଗୋଟେ ଦରକାର। ଯେହେତୁ ଆମେ ଏତିକି ଦିନ ହେଲାଣି ଏଠି ରହି ଆସିଲୁଣି, ଜନସଂଖ୍ୟା ବି ମିନିମମ୍ ହେଇଯିବ 150ରୁ ଉର୍ଦ୍ଧ୍ୱ ହେବେ। ତେଣୁକରି ଆମକୁ ଏଠି ଗୋଟେ ଏଇଟା ଛୋଟ ହେଇକି ଆସିଛି। ସିଏ ଯାହା ହଉ ଏଠି ଦେଖିଲା ବୋଲିକି ଆମକୁ ଜଣେଇ ଦେଲା। ଇଏ ଆଉ କୋଉଠି ଦୌଡ଼ି ପାରିଥାନ୍ତେ ନା କଣ କରିଥାନ୍ତେ, ଇଏ ମାରି ଦେଇଥାନ୍ତେ। ଆମର ଯେ ନା କଲି ଟିପା ହଉଛି, ସେଟା କାଲି ନିଆଁ ଜଳେଇକିନା ଯେତିକି ପର୍ଯ୍ୟନ୍ତ ଆମର ଆଖି ଦେଖି ପାରୁଛି ସେତିକି ପର୍ଯ୍ୟନ୍ତ କଲି ଟିପା ହଉଛି। ଆଉ ସେଇଭଳିଆ ଚଢୁଛି। ଆଉ ରାତି ପାଇଲେ ଆମକୁ ଟିକେ କୋଉଠି କାମ ଡାକିଲେ ସିଆଡେ ବି ଯାଉଛି। ସେଇଭଳିଆ ଇଏରେ ଦିନ ମଜୁରିଆ କରିକି ଚଳୁଛନ୍ତି, ଖଲି ଟିପୁଛନ୍ତି। ଆପଣମାନଙ୍କ ପାଖରେ ନିବେଦନ ରହୁଛି ଏ ଭିଡ଼ିଓଟାକୁ ବହୁତରୁ ବହୁତ ସେୟାର କରନ୍ତୁ, ଆଉ ମୁଖ୍ୟମନ୍ତ୍ରୀ ପାଖରେ ଏ ଭିଡ଼ିଓଟା ପହଞ୍ଚିବା ଦରକାର। ଜୟ ଜଗନ୍ନାଥ।